ଆମର ହଉଛି ନଳକୂଅର ପୁରା ଆଇରନ୍ ପାଣି ବାହାରୁଛି। ଲୋକ ଖାଇଲେ ଦାନ୍ତ କଳା ହେଇଯାଉଛି। ସେ ପାଣି ରୋଷେଇ କଲେ କଳା, ଏଇ ଯୋଉ ଭାତ ହଳଦିଆ ହେଇଯାଉଛି। ସେ ଚାହା କଲେ ବି ଚାହା ପିଇ ହଉନାହିଁ। ସେଟା ପାଇଁ ସାର୍ ଆମେ ଯାହା କଲେ ବି ଶୁଣୁନାହାନ୍ତି କେହି। ଆମର MLA ସାର୍ କୁ କହିଛୁ, ତାପରେ ସରପଞ୍ଚ କହିଛୁ, ତାପରେ ଆମର ଚେୟାରମ୍ୟାନ୍ ସାର୍ଙ୍କୁ କହିଥିଲୁ। ସେ ଯେତେ ସାର୍ ଆସୁଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଆମେ ଏଇ ଜଣାଇଥିଲୁ, ହେଲେ ବି କେହି ଆମ କଥା ଶୁଣୁନାହାନ୍ତି। ଆମର ନଦୀରେ ଯେତେବେଳେ ଏକୂଳ ସେକୂଳ ନଦୀ ବଢୁଛି ଆମେ କାଦୁ ପାଣି ନେଇକିନା ଖାଉଛୁ। ଛୁଆମାନେ ଆମର ଝାଡ଼ା ବାନ୍ତି ସବୁ ହଉଛନ୍ତି। ମେଡ଼ିକାଲରେ ବି 9 ଦିନ 10 ଦିନ ଲେଖା ଆଡ଼ମିସନ୍ କରି ରଖୁଛୁ। ଆଉ ଯେତେବେଳେ ବାଲି ଛିନି ଯାଉଛି ଆମେ ସେତେବେଳେ ପୁଣି ବାଲି ଆଡ଼େଇକିନା ପାଣି ନେଇକିନା ଖାଉଛୁ। ଆମର ବହୁତ ଅସୁବିଧା ହେଉଛି ପାଣି ପାଇଁ। ଆମେ ଯେଉଁ ସରକାର କି ଜଣେଇଲେ ବି ଆମର କେହି କିଛି ନାହିଁ। ସରପଞ୍ଚକୁ କହିଲେ ନାହିଁ କି ୱାର୍ଡ଼ ମେମ୍ବରକୁ କହିଲେ ନାହିଁ କି ଆମର ଯାହାକୁ କହିଲେ ବି ତ କେହି ଶୁଣୁନାହାନ୍ତି। ପାଣି ସୁବିଧା ଆମକୁ କରୁନାହାନ୍ତି। ଆଉ ନଳକୂଅ ପାଣିଟା ଭଲ ନାହିଁ ଜମା, ଆମେ ଖାଇପାରୁନୁ। ଆଉ ବହୁତ କଷ୍ଟରେ ବି ନଈ ନାଳ ବଢ଼ୁଛି। ଆଉ ନଈରୁ ବି ନେଲା ବେଳକୁ ବହୁତ କଷ୍ଟ ହେଉଛି, ବହୁତ ଦୂରିଆ। ଆଉ ଛୁଆମାନେ ବି ସେ ପାଣି ପିଇକିରି ଝାଡ଼ା ବାନ୍ତି ମେଡ଼ିକାଲ ନେଇକିରି ବି ଆଡ଼ମିସନ୍ କରୁଛୁ। ହେଲେ ବହୁତ କଷ୍ଟରେ ବି ଆମେ ପାଣି ଟିକେ ପାଇଁ ଯାହାକୁ କହିଲେ ବି କେହି ଶୁଣୁନାହାନ୍ତି। ଶିମିଳିପାଳରେ ତ ସବୁ ଜାଗାରେ ଆମେ ନଳକୂଅ ଦେଇଛୁ, ଆଉ ସୋଲାର ପମ୍ପ ବି ଲାଗିଛି। କୌଣସି ଅସୁବିଧା ହେବା କଥା ନୁହଁ। ଆଉ ଯଦି ଗୋଟେ ଜାଗାରେ ନାଲିଆ ପାଣି ବାହାରୁଥିଲେ ତାର ନିକଟସ୍ଥ ନଳକୂଅ କିମ୍ବା ସୋଲାର ସେମାନେ ୟୁଜ୍ କରିପାରିବେ। ଆଉ ସେମାନେ କେଉଁଠି ଖାଉଛନ୍ତି ସେ ଚୁଆ ପାଣି ଆମେ ଟିକେ ଇନକ୍ୱାରି କରି ଜଣାଇବୁ। ହଁ, ଗୋଟେ ବାହାରିଲେ ଗୋଟେ ନଳକୂଅରୁ ବାହାରିବ, ହେଲେ ସେମାନେ ନିକଟସ୍ଥ ନଳକୂଅ ଠିକ୍ ଥିବ, ସେଇଠୁ ସେମାନେ ବ୍ୟବହାର କରିପାରିବେ ପାଣି।